ଆପଣ ଜାଣିଛନ୍ତି ଆପଣ ଯେଉଁ ଖାଦ୍ୟ ଖାଉଛନ୍ତି ସକାଳୁ ନେଇକି ରାତି ପର୍ଯ୍ୟନ୍ତ ଯେତେ ପ୍ରକାର ଜିନିଷ ଖାଉଛନ୍ତି, ଭେଜ୍ ଖାଉଛନ୍ତି, ନନଭେଜ୍ ଖାଉଛନ୍ତି, ଯାହା ବି ଆପଣ ଖାଉଛନ୍ତି, ଆପଣ ଜାଣିଛନ୍ତି ଆପଣଙ୍କ ବଡ଼ିର ହଜମ ହେବା ପାଇଁ କେଉଁ ଖାଦ୍ୟଟା କେତେ ସମୟ ଲାଗେ? ଯେମିତିକି ପାଣି, କିଛି ଟାଇମ୍ ଦରକାର ନାହିଁ। ଆପଣ ପାଣି ପିଇବେ, ଯଦି ଗୋଟେ ଗ୍ଲାସ୍ ପାଣି ପିଉଛନ୍ତି ଅଧଘଣ୍ଟା ପର୍ଯ୍ୟନ୍ତ ଆପଣଙ୍କୁ ଭୋକ ଲାଗିବନି। ତା ମାନେ ଅଧଘଣ୍ଟା ପର୍ଯ୍ୟନ୍ତ 30 ମିନିଟ୍ ପର୍ଯ୍ୟନ୍ତ ସେ ଆପଣଙ୍କ ବଡ଼ିରେ ରହିପାରୁଛି। ଆଉ ଯଦି ଆପଣ ଭାତ ଖାଉଛନ୍ତି, ଯଦି ପ୍ଲେନ୍ ଭାତ ଆମର ଖାଉଛନ୍ତି, ତାକୁ ହଜମ ହେବା ପାଇଁ 1 ଘଣ୍ଟା ଲାଗେ। ଯଦି ଖିଚୁଡ଼ି ଖାଉଛନ୍ତି, ଭାତ ଦିହରେ କିଛି ଆମର ଯେମିତି ଖିଚୁଡ଼ିଟା କ'ଣ କିଛି ନା କିଛି ପନିପରିବା ପଡ଼ିକି ହେଇଥାଏ, ସେକୁ ଯଦି ଆପଣ ୟୁଜ୍ କରୁଛନ୍ତି ସେଇଟା ଅଧଘଣ୍ଟା କି 45 ମିନିଟ୍ ଭିତରେ ହଜମ ହେଇଯାଏ। ଯଦି ଚିକେନ୍ ଖାଉଛନ୍ତି ତାହେଲେ 2 ଘଣ୍ଟା ଲାଗିବ। ଆଉ ଯଦି ମଟନ୍ ଖାଉଛନ୍ତି ମିନିମମ୍ 8 ଘଣ୍ଟା। ଯେମିତିକି ଯେକୌଣସି ଫାଷ୍ଟ ଫୁଡ଼୍ ହେଉ, ସେଇଟା ଆପଣଙ୍କୁ 8 ଘଣ୍ଟା ଲାଗେ। କାହିଁକି ନା ସେଇଟାରେ ଆପଣ ମସଲା ଜାତୀୟ ଜିନିଷ ଥାଏ, କିଛି ଅଲଗା ଜିନିଷ ବି ତା ଦେହରେ ଯେଉଁଟାକି ହେଭି ଫୁଡ଼୍ ସେଇଟା ଥାଏ। ତାହେଲେ ଆପଣ ଆପଣଙ୍କ ବଡ଼ି ହିସାବରେ ଆପଣ ବଡ଼ିକି ଚିହ୍ନିକି କ'ଣ ଖାଇଲେ ଆପଣ ସୁସ୍ଥ ରହିପାରିବେ, ମେଡ଼ିସିନ୍ ଫ୍ରି ହେଇପାରିବେ, ସେଇଭଳିଆ ଖାଦ୍ୟ କିଛି ଆପଣ ଚୁଜ୍ କରନ୍ତୁ। ଯେଉଁଟାକି ଆପଣ ଦେଖନ୍ତୁ ଆପଣଙ୍କ ବଡ଼ି ପାଇଁ କେଉଁଟା ଆପଣ ବଡ଼ିକି ହାଲକା ଲାଗୁଛି, କେଉଁଟା ଆପଣଙ୍କ ଖାଦ୍ୟ ଆପଣଙ୍କ ବଡ଼ିକି ମାନେ ଭାରି ଲାଗୁଛି, ସେଇ ଅନୁସାରେ ଆପଣ ଖାଦ୍ୟ ଖାଆନ୍ତୁ, ନିହାତି ନିରୋଗୀ ହେଇପାରିବେ। ଆଉ ସବୁ ଜିନିଷ ଆମ ଆଖପାଖରେ ଅଛି, ଆଉ ସବୁ କିଛି ଆମ ଘରେ ହିଁ ଅଛି। ଖାଲି ଆମେ ଯଦି ଏଇଟାକୁ ଠିକ୍ କରୁଛୁ ନା, ମାଇଣ୍ଡଟାକୁ ସେଟ୍ କରୁଛୁ, ତାହେଲେ ଆମ ସହିତ ଆମ ଫ୍ୟାମିଲିରେ ଯିଏ ଥିବେ ସିଏ ବି ନିରୋଗୀ ହୋଇପାରିବେ।